ଜଣେ ନାରୀ ଝିଅ ହୋଇ ପରିବାରର ମର୍ଯ୍ୟାଦା ରଖେ। ଭଉଣୀ ହୋଇ ଭାଇର ଦୁଃଖରେ ଭାଗି ହୁଏ। ସ୍ତ୍ରୀ ସାଜି ପତ୍ନୀ ଧର୍ମ ପାଳନ କରେ। ସନ୍ତାନ ପାଇଁ ମା ହେବାର କର୍ତ୍ତବ୍ୟ କରେ। ଏହା ବଦଳରେ ସେ ଚାହେଁନି ସୁନା ରୂପା କି ଟଙ୍କା। ସେ କେବଳ ଚାହେଁ ସମ୍ମାନ ଓ ଭଲ ପାଇବା। କ'ଣ ସାଙ୍ଗମାନେ ଠିକ୍ ତ? ଆପଣଙ୍କୁ ସବୁକିଛି ହରାଇ ଦେଲା ପରି ମନେ ହେଉଛି କି? ତେବେ ଏହି କଥାଟି ନିଶ୍ଚୟ ଶୁଣନ୍ତୁ। ହନୁମାନ ଦିନେ ଭଗବାନ ଶ୍ରୀରାମଙ୍କୁ ପଚାରିଲେ, ପ୍ରଭୁ, ମୁଁ ଛୋଟବେଳୁ ସେବା କରିଛି, ଭକ୍ତି କରିଛି, ତଥାପି ମୋତେ ନିଜ ଲୋକଙ୍କ ଠାରୁ ଅପମାନ ଓ ତିରସ୍କାର ମିଳିଲା। ସତ୍ୟନିଷ୍ଠ ଏବଂ ଭଲ ହେବାର ଫଳ କ'ଣ ଏହା ହିଁ ମିଳିଲା? ଶ୍ରୀରାମ ହସି କହିଲେ, ହନୁମାନ, ଯେତେବେଳେ ମୋତେ ବନବାସ ଆଦେଶ ମିଳିଲା ସେତେବେଳେ ମୁଁ ରାଜମହଲ ନୁହେଁ ଜଙ୍ଗଲକୁ ବାଛିଥିଲି। ନିଜ ଲୋକମାନେ ମଧ୍ୟ ଦୂରେଇ ଯାଇଥିଲେ, କିନ୍ତୁ ମୁଁ ପରିସ୍ଥିତିକୁ ମୋର ଦୁର୍ବଳତା ହେବାକୁ ଦେଇନଥିଲି। ଜୀବନରେ ଦୁଃଖ ସମସ୍ତଙ୍କୁ ମିଳେ, କିନ୍ତୁ ବିଜେତା ସେହି ହୁଏ ଯିଏ ଦୁଃଖକୁ ନିଜର ଶକ୍ତିରେ ପରିଣତ କରେ। ଫରକ କେବଳ ଏତିକି, କିଛି ଲୋକ ଦୁଃଖକୁ ଦେଖି ଅଟକି ଯାଆନ୍ତି ଏବଂ କିଛି ଲୋକ ସେହି ଦୁଃଖକୁ ନେଇ ଇତିହାସ ଲେଖିଦିଅନ୍ତି। ଜଣେ ମହାନ ବ୍ୟକ୍ତି କୁହନ୍ତି, ସଫଳତା ମିଳିବା ମାତ୍ରେ ଦୁନିଆ ସଲାମ କରେ, ନଚେତ୍ ଏଠାରେ କେହି ନାଁ ମଧ୍ୟ ପଚାରନ୍ତି ନାହିଁ। ସତ କଥା ହେଉଛି, ସମ୍ମାନ ମଣିଷକୁ ନୁହେଁ ବରଂ ତା'ର ଯୋଗ୍ୟତା ଏବଂ ସଫଳତାକୁ ମିଳିଥାଏ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ଆପଣଙ୍କର ବିବାହ, ବ୍ରତଘର, ଭୋଜିଭାତ ଆଉ ଫଙ୍କସନ୍ରେ ଯେଉଁମାନେ ଆପଣଙ୍କ ନିମନ୍ତ୍ରଣ ପାଇ ଆସନ୍ତି ସେମାନେ ହେଉଛନ୍ତି ଆପଣଙ୍କର ନିଜର। କିନ୍ତୁ ଆପଣ ମେଡ଼ିକାଲରେ ପଡ଼ିଥିବା ବେଳେ ଯେଉଁମାନେ ଆପଣଙ୍କ ପାଖକୁ ଆସନ୍ତି ସେମାନଙ୍କ ପାଇଁ ଆପଣ ହେଉଛନ୍ତି ନିଜର। ଏ ଦୁନିଆ ବଡ଼ ବିଚିତ୍ର ଆଜ୍ଞା। ଏଠି କିଏ ସୁଖ ସମୟରେ ନିଜର ତ ଆଉ କିଏ ଦୁଃଖ ସମୟରେ ନିଜର। ବାସ୍ତବରେ କିଏ ନିଜର ଆଉ କିଏ ପର, ସେ ବିଚାର ଆପଣମାନଙ୍କର। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ଲୋକେ କୁହନ୍ତି ମଣିଷ ବଦଳିଯାଏ, କିନ୍ତୁ ସତ କଥା ହେଉଛି ମଣିଷ ବଦଳେନି, ତାର ମୁଖା ଖସି ପଡ଼େ ଆଉ ତାକୁ ଆମେ ବଦଳିଗଲା ବୋଲି କହିଥାଉ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।